କାମିନୀ ଦେଖ ଆଜି ଚିକି ଯାହା କରିଛି ନା ପୁରା ସମସ୍ତେ ମୋବାଇଲ। ହଁ ଫ୍ରେଣ୍ଡସ୍, ଏ କଥା ଜେଜେମାକୁ ଜେଜେବାପା କହିଛନ୍ତି। କାମିନୀ ଆଜି ତୁମେ ଦେଖ, ଯେଉଁ ବୋହୂକୁ ତୁମେ ଖରାପ କହୁଥିଲ ଆଜି ସେ ବୋହୂ ଆଜି କ'ଣ କରି ଦେଖେଇଛି। ହଁ ଫ୍ରେଣ୍ଡସ୍, ଏ କଥା ଯେତେବେଳେ ଜେଜେବାପା କହିଛନ୍ତି ତାଙ୍କୁ ତେରେଛା ବାଣ ମାରିଛନ୍ତି ଜେଜେମା ମାନେ କାମିନୀ ଏବଂ କହିଛନ୍ତି ହଁ ତୁମକୁ ଭଲ ଲାଗିବନି କାହିଁକି, ସାରା ଫ୍ୟାମିଲିଟାକୁ ଯିଏ ନଚଉଛି ତା ଆଙ୍ଗୁଠି ଅଗରେ ତୁମକୁ ତ ଭଲ ଲାଗିବ। ଦେବୀ ମା ତୁମେ ମନେ ରଖ, ଯେତେବେଳେ ସେ ଝିଅ ଏ ଘରୁ ଯିବ ନା ସେତେବେଳେ ସମସ୍ତେ ଖୁସିରେ ରହିବେ, କିନ୍ତୁ ତା ଆଗରୁ କେବେ ନୁହଁ। ହଁ ଫ୍ରେଣ୍ଡସ୍, ଏ କଥା କହିଛନ୍ତି। କିନ୍ତୁ ଜେଜେବାପା କହିଛନ୍ତି ହେଲେ କାମିନୀ ଆଜି ଦିନଟା ତ ତୁମେ ଖୁସି ହୁଅ, ଚିକି ପାଇଁ ନ ହଉ ତୁମ ନାତୁଣୀ ପାଇଁ। ହଁ ଫ୍ରେଣ୍ଡସ୍, ଏ କଥା ଯେତେବେଳେ କହିଛନ୍ତି ଦୁଇ ଜଣଙ୍କର ଜୋରଦାର ଫାଇଟିଂ ଚାଲିଛି। କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି ଏ ଚିକିକି ଭଲ ପାଉନାହାନ୍ତି ଜେଜେମା, କିନ୍ତୁ ଜେଜେବାପା ଆଉ ଫ୍ୟାମିଲିର ମୁଖ୍ୟାଂଶ ବା ଅଧିକାଂଶ ଲୋକ ଚିକିକୁ ଭଲ ପାଉଛନ୍ତି। ଏ କଥା ସେ ଆକ୍ସେପ୍ଟ କରିପାରୁନାହାନ୍ତି। ହଁ ଫ୍ରେଣ୍ଡସ୍, ଆମେ ଆଗକୁ ଯିବା ତା ପୂର୍ବରୁ ଆପଣମାନେ ସମସ୍ତଙ୍କୁ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଜେଜେମା ମାନେ କାମିନୀ ଦେଖୁଛନ୍ତି, ଘରର ସମସ୍ତ ଲୋକ ଡ୍ୟାନ୍ସ କରୁଛନ୍ତି। ଏପଟେ ବୋହୂ ଆସିଛନ୍ତି, ମାନେ ଶ୍ୱଶୁର ବୋହୂ ଦୁହେଁ ବାଡ଼ିଆ ବାଡ଼ି ହୋଇଯାଇଛନ୍ତି ଏବଂ ଯେତେବେଳେ ମୁହାଁମୁହିଁ ହେଇଛନ୍ତି ମାନେ ଶ୍ୱଶୁର କହିଛନ୍ତି ଆରେ ତୁମ ଜୀବନରେ ତୁମେ ଗୋଟେ କୌଣସି କାମ ଠିକ୍ରେ କରିପାରିଲନି, ଧନ୍ୟ ଧନ୍ୟ ତୁମେ ବୋହୂମା, ଧନ୍ୟ। ତୁମେ ଯେମିତି ଆସୁଛ ନା, ଏ ଯେଉଁ ସୁପ୍ଟା ଯଦି ଢାଳି ହେଇଯିବ, କେତେ କଷ୍ଟରେ ମୋ ଚିକି କରିଛି ୟାକୁ, ସମସ୍ତେ ଖାଇବା ଦରକାର, ବୁଝିଗଲା, ସମସ୍ତେ ଖାଇବା ଦରକାର। କାରଣ ତୁମେ ଯେମିତି ଚାଲୁଛ ନା ତୁମ ଚାଲିକି ବି ମୋର ଡାଉଟ୍ ଅଛି। ଏକଥା ତାଙ୍କ ବୋହୂକୁ କମେଣ୍ଟ ମାରିଛନ୍ତି ଏବଂ କହିଛନ୍ତି, ତାଙ୍କ ବୋହୂ କହିଛନ୍ତି ଦେଖ ବାପା, ମୁଁ ହେଉଛି ତୁମ ସମସ୍ତଙ୍କ ଠାରୁ ଗେହ୍ଲି ବୋହୂ, ଆଉ ତୁମେ କେମିତି ଏମିତି କଥା କହିପାରୁଛ। ମୁଁ ଜାଣିଛି ଏ ସୁପ୍ ଚିକି କରିଛନ୍ତି ଆଉ ଆକୁ ମୋତେ ସମସ୍ତଙ୍କୁ ଦେବାର ଅଛି। ଏ କଥା ଯେତେବେଳେ କହିଛନ୍ତି ଶ୍ୱଶୁର ଏବଂ ବୋହୂ, ଶ୍ୱଶୁର ବୋହୂ ଦୁଇ ଜଣଙ୍କର କଥାବାର୍ତ୍ତା ଭିତରେ ସେ ଡାକିଛନ୍ତି ଜଣେ ୱେଟରକୁ ଏବଂ ତାଙ୍କୁ କହିଛନ୍ତି ଏଇ ଇଆଡ଼େ ଆସିଲୁ। ଆଉ ସେ ଆସି ପହଞ୍ଚିଛନ୍ତି ଆଉ ଦେଇଛନ୍ତି ବୋହୂଙ୍କ ଠାରୁ ତୁମେ ଛାଡ଼ିଦିଅ, ବୋହୂ ତାଙ୍କୁ ଦିଅ, ସିଏ ନେଇକି ଯିବେ, ସମସ୍ତଙ୍କୁ ଦେବେ। ଆଉ ମନେ ରଖ, ସମସ୍ତଙ୍କୁ ଦେବୁ ଆଉ କହିବୁ ଏଇ ସୁପ୍ଟା ଚିକି କରିଛି, ବୁଝିପାରିଲୁ, ସମସ୍ତଙ୍କୁ ଦେବୁ। ଆଉ ଏଇ ସମୟରେ ମାଧବୀ କହିଛନ୍ତି ହଁ ହଁ ସମସ୍ତଙ୍କୁ ମନେକରି ଦେବୁ ଏ ସୁପ୍ଟା ଚିକି କରିଛି। ହଁ ଫ୍ରେଣ୍ଡସ୍, କାରଣ ସମସ୍ତେ ଗଲା ପରେ ମାଧବୀ ତା'ର ଜାଲ ବସେଇଛି ଏବଂ କହିଛି ବାରେ ଝିଟିପିଟି ବା, ଆଜି ଗୋଟେ ବଡ଼ କାମ କରିଦେଲୁ। କାରଣ ସୁପ୍ରେ କ'ଣ ମିଶିଛି ଆମେ ନିଶ୍ଚୟ ଜାଣିବା, କାରଣ ଆପଣମାନେ ପଛ ଭିଡ଼ିଓରେ ଦେଖିଥିବେ ସେଇ ସିଆ ଯେ କି ବିଷ ଇଞ୍ଜେକ୍ସନ୍ ଦେଇଛି, ଏଠି କ'ଣ ମିଶିଛି ଆମେ ନେକ୍ସଟ ଭିଡ଼ିଓରେ ଜାଣିବା। ସେ ପର୍ଯ୍ୟନ୍ତ ଆମେ ବିଦାୟ ଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଯିବା ପୂର୍ବରୁ ଆପଣ ଭିଡ଼ିଓ ଭୁଲନ୍ତୁ ନାହିଁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।